ସଂସ୍କୃତି ଜ୍ଞାନ ଚତୁର୍ଥ ଶ୍ରେଣୀ ଭାଗ 16 ଠାରୁ ଆଜି ଆମେ ଜାଣିବା। ଶୂନ୍ୟ ସ୍ଥାନ ପୂରଣ କର। ପ୍ରଶ୍ନ ନମ୍ବର 1। ଶ୍ରୀରାମ ଅପାର ଶକ୍ତିଶାଳୀ ରାବଣ ମୃତ୍ୟୁର ରହସ୍ୟ ଡେଶଙ୍କ ଠାରୁ ଜାଣିପାରିଥିଲେ? ଉତ୍ତର ବିଭୀଷଣ। ପ୍ରଶ୍ନ ନମ୍ବର 2। ନୀତି ନିୟମ ପାଳନ କରି ଡେଶ ନିଜ ବଡ଼ ଭାଇ ଶ୍ରୀରାମଙ୍କ ପାଦୁକା ସ୍ଥାପନା କରି 14 ବର୍ଷ ତାଙ୍କରି ନାମରେ ରାଜ୍ୟ ଶାସନ କରିଥିଲେ? ଉତ୍ତର ଭରତ। ପ୍ରଶ୍ନ ନମ୍ବର 3। 14 ବର୍ଷ କାଳ ନିଦ୍ରା ତ୍ୟାଗ କରି ଡେଶ ନିଜ ବଡ଼ ଭାଇ ଶ୍ରୀରାମଙ୍କ ପଦ ସେବା କରିଥିଲେ? ଉତ୍ତର ଲକ୍ଷ୍ମଣ। ପ୍ରଶ୍ନ ନମ୍ବର 4। ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରି ଡେଶ ଶ୍ରୀରାମଙ୍କ ସେବକ ରୂପେ ଆଜି ବି ପୂଜା ପାଉଛନ୍ତି? ଉତ୍ତର ହନୁମାନ। ପ୍ରଶ୍ନ ନମ୍ବର 5। ଶ୍ରୀରାମଙ୍କ ପାଇଁ ଧର୍ମ ଦ୍ୱାରା ବଳିଦାନ ଦେବାର ପ୍ରେରଣା ଦେଇଥିବା ବନବାସୀ ରାଜା ଡେଶ ଥିଲେ? ଉତ୍ତର ନିଷାଦ ରାଜ ଗୁହ। ବର୍ତ୍ତମାନ ଦେଖିବା 1857 ସ୍ୱତନ୍ତ୍ରତା ସଂଗ୍ରାମୀଙ୍କ ସହ ସେମାନଙ୍କ ସେନା କେନ୍ଦ୍ରକୁ ଯୋଡ଼ି ଲେଖ। ସେନାନୀ ସେପଟେ ସେନା କେନ୍ଦ୍ର। ପ୍ରଶ୍ନ ନମ୍ବର 1। ତାନ୍ତିଆ ଟୋପେ ଶିବପୁରୀ ମଧ୍ୟପ୍ରଦେଶ। ପ୍ରଶ୍ନ ନମ୍ବର 2। ବୀର କୁଁୱର ସିଂହ ଜଗଦୀଶପୁର ଅରା ବିହାର। ପ୍ରଶ୍ନ ନମ୍ବର 3। ଦେବୀ ସିଂହ ମଥୁରା ଉତ୍ତରପ୍ରଦେଶ। ପ୍ରଶ୍ନ ନମ୍ବର 4। କଦମ ସିଂହ ସେନା କେନ୍ଦ୍ର ମିରଟ ଉତ୍ତରପ୍ରଦେଶ। ପ୍ରଶ୍ନ ନମ୍ବର 5। ରାଣୀ ବେଣୀ ମାଧବ ସେନା କେନ୍ଦ୍ର ହେଉଛି ରୟବରେଲି ଉତ୍ତରପ୍ରଦେଶ। ପ୍ରଶ୍ନ ନମ୍ବର 6। ବେଗମ ହଜରତ ମହଲ ଲକ୍ଷ୍ନୌ ଉତ୍ତରପ୍ରଦେଶ। ପ୍ରଶ୍ନ ନମ୍ବର 7। ବାହାଦୁର ଶାହ ଜାଫର ଦିଲ୍ଲୀ। ପ୍ରଶ୍ନ ନମ୍ବର 8। ବୀର ନାରାୟଣ ସିଂହ ରାୟପୁର ସୋନାଖାନ ଛତିଶଗଡ଼। ପ୍ରଶ୍ନ ନମ୍ବର 9। ରାଣୀ ଲକ୍ଷ୍ମୀବାଇ ଝାନ୍ସୀ ଉତ୍ତରପ୍ରଦେଶ। ପ୍ରଶ୍ନ ନମ୍ବର 10। ନାନା ସାହେବ ପେଶୱା ବିଠୋର ଉତ୍ତରପ୍ରଦେଶ। ଏବେ ଦେଖିବା ସଂସ୍କୃତି ଜ୍ଞାନ ଭାଗ 17। କେବଳ ଉତ୍ତର ଲେଖ। ପ୍ରଶ୍ନ ନମ୍ବର 1। ସମ୍ରାଟ ଚନ୍ଦ୍ରଗୁପ୍ତଙ୍କ ଗୁରୁ, ପ୍ରସିଦ୍ଧ କୂଟନୀତିଜ୍ଞ, ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ତଥା ତକ୍ଷଶିଳାର ପ୍ରମୁଖ ଆଚାର୍ଯ୍ୟ କିଏ? ଉତ୍ତର ଚାଣକ୍ୟ। ପ୍ରଶ୍ନ ନମ୍ବର 2। କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ପ୍ରଖର ରାଷ୍ଟ୍ରବାଦୀ ଭାରତୀୟ ସଂସ୍କୃତିର ପ୍ରଚାରକ କିଏ? ଉତ୍ତର ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟ। ପ୍ରଶ୍ନ ନମ୍ବର 3। କଲମ୍ବସ୍ କେବେ ଆମେରିକା ଆବିଷ୍କାର କରିଥିଲେ? ଉତ୍ତର ସନ୍ 1492ରେ। ପ୍ରଶ୍ନ ନମ୍ବର 4। ଆମେରିକାର ପ୍ରଥମ ରାଷ୍ଟ୍ରପତି କିଏ ଯାହାଙ୍କ ନାମରେ ୱାସିଂଟନ ସହର ସ୍ଥାପିତ ହୋଇଛି? ଉତ୍ତର ଜର୍ଜ ୱାସିଂଟନ। ପ୍ରଶ୍ନ ନମ୍ବର 5। କ୍ରିମିଆ ଯୁଦ୍ଧରେ ଆହତ ସୈନିକମାନଙ୍କ ସେବାରେ ନିୟୋଜିତ ମହିଳା କିଏ ଥିଲେ? ଉତ୍ତର ଫ୍ଲୋରେନ୍ସ ନାଇଟିଙ୍ଗେଲ୍। ପ୍ରଶ୍ନ ନମ୍ବର 6। ଜୈନମାନଙ୍କର 24ତମ ତୀର୍ଥଙ୍କର କିଏ ଥିଲେ? ଉତ୍ତର ମହାବୀର ସ୍ୱାମୀ। ପ୍ରଶ୍ନ ନମ୍ବର 7। ଶିଖ ମାନଙ୍କର ପ୍ରଥମ ଗୁରୁ କିଏ ଥିଲେ? ଉତ୍ତର ଗୁରୁ ନାନକ।
ପ୍ରଶ୍ନ ନମ୍ବର 8, ଇସାଇ ମତକୁ କିଏ ଆରମ୍ଭ କରିଥିଲେ? ଉତ୍ତର ଈସା ମସିହ। ପ୍ରଶ୍ନ ନମ୍ବର 9, ଇସଲାମ ମତର ପ୍ରାରମ୍ଭକର୍ତ୍ତା କିଏ ଥିଲେ? ଉତ୍ତର ହଜରତ ମହମ୍ମଦ। ପ୍ରଶ୍ନ ନମ୍ବର 10, ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ଧର୍ମଗ୍ରନ୍ଥର ନାମ କ'ଣ? ଉତ୍ତର ତ୍ରିପିଟକ। ଏବେ ସଂସ୍କୃତି ଜ୍ଞାନ ଭାଗ 19, ଶୂନ୍ୟ ସ୍ଥାନ ପୂରଣ କର। ପ୍ରଶ୍ନ ନମ୍ବର 1, ନ୍ୟୁଟନଙ୍କ ପ୍ରାୟ 500 ବର୍ଷ ପୂର୍ବରୁ ଡେସ୍ ମାଧ୍ୟାକର୍ଷଣର ସୂଚନା ଦେଇଥିଲେ? ଭାସ୍କରାଚାର୍ଯ୍ୟ। ଏଠି ଭାଗ ନମ୍ବର 18ଟି ନଥିବା କାରଣରୁ ଇଏ ଭାଗ ନମ୍ବର 19। ପ୍ରଶ୍ନ ନମ୍ବର 2, ପୃଥିବୀ ସୂର୍ଯ୍ୟଙ୍କୁ ପରିକ୍ରମା କରେ, ଏହି ସିଦ୍ଧାନ୍ତ ଦେଇଥିବା ବିଶ୍ୱର ପ୍ରଥମ ବୈଜ୍ଞାନିକ ଥିଲେ ଡେସ୍? ଆର୍ଯ୍ୟଭଟ୍ଟ। ପ୍ରଶ୍ନ ନମ୍ବର 3, ବୃକ୍ଷର ମଧ୍ୟ ଜୀବନ ଅଛି, ସମସ୍ତ ବିଶ୍ୱକୁ ଏହି ସୂଚନା ଡେସ୍ ଦେଇଥିଲେ? ଉତ୍ତର ଜଗଦୀଶ ଚନ୍ଦ୍ର ବସୁ। ପ୍ରଶ୍ନ ନମ୍ବର 4, ଶୂନ୍ୟ ର ଉପଯୋଗ ସମ୍ବନ୍ଧରେ ନିୟମ ବତାଇଥିବା ବୈଜ୍ଞାନିକ ହେଉଛନ୍ତି ଡେସ୍? ଉତ୍ତର ବ୍ରହ୍ମଗୁପ୍ତ। ପ୍ରଶ୍ନ ନମ୍ବର 5, ପରମାଣୁବାଦର ଗବେଷଣା କରିଥିବା ପ୍ରଥମ ବୈଜ୍ଞାନିକ ହେଉଛନ୍ତି ଡେସ୍? ଉତ୍ତର କଣାଦ। ପ୍ରଶ୍ନ ନମ୍ବର 6, ବିଂଶ ଶତାବ୍ଦୀରେ ଡେସ୍ ବିଶ୍ୱର ମହାନ ଭାରତୀୟ ଗଣିତଜ୍ଞ? ଉତ୍ତର ଶ୍ରୀନିବାସ ରାମାନୁଜମ୍। ପ୍ରଶ୍ନ ନମ୍ବର 7, ସଂସାରର ପ୍ରଥମ ବୈଜ୍ଞାନିକ ଡେସ୍ ଅଗ୍ନିର ଆବିଷ୍କାର କରିଥିଲେ? ଉତ୍ତର ଅଥର୍ବଣ ଋଷି। ଶୂନ୍ୟ ସ୍ଥାନ ପୂରଣ କର। ପ୍ରଶ୍ନ ନମ୍ବର 8, ସାଂଖ୍ୟ ସୂତ୍ରର ରଚୟିତା ଡେସ୍ ସୃଷ୍ଟି ବିକାଶର ପ୍ରଣେତା? ଉତ୍ତର କପିଳ। ପ୍ରଶ୍ନ ନମ୍ବର 9, ଶୈବାଳ ରସାୟନର ବିଶେଷଜ୍ଞ ଥିଲେ ଡେସ୍? ଉତ୍ତର ଟି.ଆର୍. ଶେଷାଦ୍ରୀ। ପ୍ରଶ୍ନ ନମ୍ବର 10, ଦୁଗ୍ଧ କ୍ରାନ୍ତିର ଜନକ ଥିଲେ ଡେସ୍? ଉତ୍ତର ବର୍ଗିଜ କୁରିଏନ୍। ପ୍ରଶ୍ନ ନମ୍ବର 11, ରାଜସ୍ଥାନର ପୋଖରାନ ସ୍ଥଳରେ ଡେସ୍ ମସିହାରେ ପରମାଣୁ ବିସ୍ଫୋଟ କରାଯାଇଥିଲା? ଉତ୍ତର 1998। ପ୍ରଶ୍ନ ନମ୍ବର 12, ଅମୋଘ ପ୍ରକ୍ଷେପଣାସ୍ତ୍ର ଡେସ୍ ଦେଶର ପ୍ରକ୍ଷେପଣାସ୍ତ୍ର? ଉତ୍ତର ଭାରତ। ପ୍ରଶ୍ନ ନମ୍ବର 13, ସାଟେଲାଇଟ୍ ମାଧ୍ୟମରେ ମଙ୍ଗଳ ଗ୍ରହର ସୂଚନା ପ୍ରଦାନ କରିବା କାର୍ଯ୍ୟ ଡେସ୍ ଆରମ୍ଭ କରିଛି? ଉତ୍ତର ମଙ୍ଗଳଯାନ। ପ୍ରଶ୍ନ ନମ୍ବର 14, 1998 ମସିହାରେ ରାଜସ୍ଥାନର ପୋଖରାନ ସ୍ଥଳରେ ମଇ ମାସର ଡେସ୍ ଓ ଡେସ୍ ତାରିଖରେ ହୋଇଥିଲା? ଉତ୍ତର 11 ଓ 13। ପ୍ରଶ୍ନ ନମ୍ବର 15, ପିନାକ କ୍ଷେପଣାସ୍ତ୍ର ଡେସ୍ ଦେଶର ପ୍ରକ୍ଷେପଣାସ୍ତ୍ର? ଉତ୍ତର ଭାରତ। ସଂସ୍କୃତି ଜ୍ଞାନର ଭାଗ ନମ୍ବର 20, ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ। ପ୍ରଶ୍ନ ନମ୍ବର 1, ଚନ୍ଦ୍ରରେ ଆକର୍ଷଣ ଶକ୍ତି ପୃଥିବୀ ତୁଳନାରେ କେତେ? ଉତ୍ତର 1/6। ପ୍ରଶ୍ନ ନମ୍ବର 2, ବନସ୍ପତି ଶାସ୍ତ୍ରରେ ଭାରତୀୟ ବୈଜ୍ଞାନିକ କିଏ ଥିଲେ? ଉତ୍ତର ଜଗଦୀଶ ଚନ୍ଦ୍ର ବସୁ। ପ୍ରଶ୍ନ ନମ୍ବର 3, ଭିଟାମିନ୍ ବି କମ୍ ହେଲେ କେଉଁ ରୋଗ ହୋଇଥାଏ? ଉତ୍ତର ବେରିବେରି। ପ୍ରଶ୍ନ ନମ୍ବର 4, ମାନବ ଶରୀରରେ ଥିବା ଅସ୍ଥି ସଂଖ୍ୟା କେତେ? ଉତ୍ତର 206। ପ୍ରଶ୍ନ ନମ୍ବର 5, ମନୁଷ୍ୟ ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି କିଏ? ଉତ୍ତର ଯକୃତ। ପ୍ରଶ୍ନ ନମ୍ବର 6,
ଭାରତୀୟ ଗାଈର ଦୁଗ୍ଧ କେଉଁ ପଦାର୍ଥର ଅଧିକତା କାରଣରୁ ହଳଦୀ ରଙ୍ଗ ହୋଇଥାଏ? ଉତ୍ତର କେରୋଟିନ୍। ନିମ୍ନଲିଖିତ ଗ୍ରନ୍ଥମାନଙ୍କ ରଚୟିତାଙ୍କ ନାମ ଲେଖ। ପ୍ରଶ୍ନ ନମ୍ବର 7 ଶ୍ରୀମଦ୍ ଭଗବତ ଗୀତା। ମହର୍ଷି ବେଦବ୍ୟାସ। ପ୍ରଶ୍ନ ନମ୍ବର 8 ଶ୍ରୀରାମଚରିତ ମାନସ। ଗୋସ୍ୱାମୀ ତୁଳସୀ ଦାସ। ପ୍ରଶ୍ନ ନମ୍ବର 9 ପଞ୍ଚତନ୍ତ୍ର ବିଷ୍ଣୁ ଶର୍ମା। ପ୍ରଶ୍ନ ନମ୍ବର 10 ଅଭିଜ୍ଞାନ ଶକୁନ୍ତଳମ୍ ମହାକବି କାଳିଦାସ। ପ୍ରଶ୍ନ ନମ୍ବର 11 ବେଦ ସଂକଳନ କର୍ତ୍ତା ମହର୍ଷି ବେଦବ୍ୟାସ। ପ୍ରଶ୍ନ ନମ୍ବର 12 ରାମାୟଣ ମହର୍ଷି ବାଲ୍ମୀକି। ପ୍ରଶ୍ନ ନମ୍ବର 13 ମହାଭାରତ ମହର୍ଷି ବେଦବ୍ୟାସ। ପ୍ରଶ୍ନ ନମ୍ବର 14 ଭାରତ ଭାରତୀ ମୈଥିଳୀ ଶରଣ ଗୁପ୍ତା। ପ୍ରଶ୍ନ ନମ୍ବର 15 ଉତ୍ତର ରାମଚରିତମ୍ ଭବଭୂତି। ପ୍ରଶ୍ନ ନମ୍ବର 16 ହର୍ଷଚରିତମ୍ ବାଣଭଟ୍ଟ। ପ୍ରଶ୍ନ ନମ୍ବର 17 ସତ୍ୟାର୍ଥ ପ୍ରକାଶ ସ୍ୱାମୀ ଦୟାନନ୍ଦ। ପ୍ରଶ୍ନ ନମ୍ବର 18 ଜ୍ଞାନେଶ୍ୱରୀ ସନ୍ଥ ଜ୍ଞାନେଶ୍ୱର। ଆମେ ଆଉ ଏକ ଭିଡ଼ିଓରେ ଭାଗ 21 ଠାରୁ ଜାଣିବା। ଧନ୍ୟବାଦ।